ଆଉ ମିଳିବ ନାହିଁ ଦେଶରେ ଆଶାକର୍ମୀ ମାନଙ୍କର ଚାକିରି ଏବଂ ଆଶାକର୍ମୀ ମାନେ ଆଉ ଚାକିରି ପାଇବେ ନାହିଁ ବା ଆଶାକର୍ମୀ ମାନଙ୍କର ଯଦି ଚାକିରି ଆପଣମାନେ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଆଉ ପାଇପାରିବେ ନାହିଁ। କାରଣ ନା ଯଦି ଆପଣମାନେ ଏହା କରୁଛନ୍ତି ତାହେଲେ ଆଶାକର୍ମୀ ମାନଙ୍କର ଚାକିରି ଆପଣମାନଙ୍କୁ ମିଳିବ ନାହିଁ। କ'ଣ ରହିଛି ଅପଡେଟ୍, କାହିଁକି ଆଶାକର୍ମୀ ମାନଙ୍କର ଚାକିରି ମିଳିବ ନାହିଁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇକି କ'ଣ ବଡ଼ ଅପଡେଟ୍ ଦେଇଛନ୍ତି ଜାଣିବା এই ଭିଡ଼ିଓ ମାଧ୍ୟମରେ ଏବଂ ତାହାକୁ ନେଇକି କେତେ ମାନେ ସପକ୍ଷରେ ରହିଛନ୍ତି ଆଶାକର୍ମୀ ମାନେ ଏହା କରିବା ଠିକ୍ ଥିଲା କି ଭୁଲ ଥିଲା ଚାଲନ୍ତୁ ଜାଣିବା এই ଭିଡ଼ିଓ ମାଧ୍ୟମରେ ଏବଂ ଆପଣମାନଙ୍କୁ ଫୁଲ୍ ଇନଫର୍ମେସନ୍ ଦେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା এই ଯେଉଁ ଅପଡେଟ୍ଟି ଆସିକି ପହଞ୍ଚିଛି ଏହା ଗୋଟେ ବହୁତ ଭଲ ଅପଡେଟ୍ ମଧ୍ୟ ଆପଣମାନେ କହିପାରିବେ ଏବଂ କିଛି ଲୋକଙ୍କ ପାଇଁ ହୁଏତ ଖରାପ ଅପଡେଟ୍ ହେଇପାରେ କାରଣ କିଛି ଲୋକ ଏହାର ତ ସମର୍ଥନ ସମସ୍ତେ କରିବେ ନାହିଁ। ଗୋଟେ ଭଲ କାର୍ଯ୍ୟ ହେଲା ମାନେ ସମସ୍ତେ ତ ସମର୍ଥନ ନଥାନ୍ତି, କିଛି ତ ସମର୍ଥନ ବିପକ୍ଷରେ ମଧ୍ୟ ଥାନ୍ତି, କିନ୍ତୁ ତଥାପି ବହୁତ ଲୋକ ଏହାର ସମର୍ଥନରେ ଅଛନ୍ତି କାରଣ ନା ଏଇଟା ଗୋଟେ ଭଲ ଅପଡେଟ୍ ମଧ୍ୟ ଆସିଛି। ଯେହେତୁ ଆଶାକର୍ମୀ ମାନଙ୍କର ଦରମା ବୃଦ୍ଧି କରାଯାଇଛି ସେହି ହିସାବରେ ଆଶାକର୍ମୀ ମାନଙ୍କର ପୋଷ୍ଟ ମିଳିବା ନିହାତି ଆବଶ୍ୟକ। ଏହା ଆଶାକର୍ମୀ ମାନଙ୍କର ପୋଷ୍ଟକୁ ନେଇକି ହିଁ ଆସିଛି ଗୋଟେ ଅପଡେଟ୍ଟି। ଏଇମାନେ ଆଶାକର୍ମୀ ମାନଙ୍କର ଚାକିରି କରିପାରିବେ ବା ଏଇମାନେ ଆଶାକର୍ମୀ ମାନଙ୍କର ଚାକିରିକୁ ଆବେଦନ କରିବା ପାଇଁ ଫର୍ମ ଫିଲ୍ଅପ୍ କରିପାରିବେ। ଚାଲନ୍ତୁ ଜାଣିବା ଟୋଟାଲି ଇନଫର୍ମେସନ୍ କ'ଣ ରହିଛି ଭିଡ଼ିଓ ଭିତରେ। ଆଉ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କ ପ୍ରିୟ କାହ୍ନା ଆପଣମାନଙ୍କୁ ସ୍ୱାଗତ କରୁଛି କାହ୍ନା ରିପୋର୍ଟର ୟୁଟ୍ୟୁବ୍ ଚ୍ୟାନେଲକୁ ଏବଂ ଏହି ୟୁଟ୍ୟୁବ୍ ଚ୍ୟାନେଲ ଆପଣମାନେ ଭଲ ଭାବରେ ଜାଣିଥିବେ ଆପଣମାନଙ୍କର ଫୁଲ୍ ଇନଫର୍ମେସନ୍ ଅପଡେଟ୍ ସର୍ବପ୍ରଥମେ ଆଣିକି ପହଞ୍ଚାଇଥାଏ ଆଶାକର୍ମୀ ଠାରୁ ଆରମ୍ଭ କରିକି ଅଙ୍ଗନବାଡ଼ି କର୍ମୀମାନଙ୍କର, ତାହା ସହ ଦେଶ ବିଦେଶର ସମସ୍ତ ଖବର ମଧ୍ୟ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତେଣୁ ଚ୍ୟାନେଲଟିକୁ ଯଦି ନୂଆ କରି ଭିଜିଟ୍ କରିଛନ୍ତି ପାଖ ଥିବା ସବସ୍କ୍ରାଇବ୍ ବଟନଟିକୁ ଅନ୍ କରନ୍ତୁ ଏବଂ ବେଲ୍ ନୋଟିଫିକେସନ୍ ଅନ୍ କରିବା ପାଇଁ ଜମା ବି ହେଲେ ଭୁଲିବେ ନାହିଁ କାରଣ ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ଏହି ଟାଇପ୍ର କଣ୍ଟେଣ୍ଟ ଆସିକି ପହଞ୍ଚିବ ଏବଂ ଆପଣମାନଙ୍କୁ ସର୍ବପ୍ରଥମେ ଅପଡେଟ୍ ଦିଆଯିବ। ଆଉ ଭିଡ଼ିଓଟିକୁ ଯଦି ଲାଇକ୍ କରିନାହାନ୍ତି ନିହାତି ଲାଇକ୍ କରିଦିଅନ୍ତୁ କାରଣ ମୋତେ ଗୋଟେ ଇମ୍ପ୍ରେସନ୍ ମିଳିବ ଏବଂ ମୁଁ ଆପଣମାନଙ୍କ ପାଇଁ এই টাইপর অপডেট আনিকি পৌঁছাই পারিবি। চলন্তু আউ সময় নষ্ট করিবানি আপনার ফুল ইনফরমেশন দেবা। কোণ ইনফরমেশনটি রয়েছে আপনার বা এই কন্টেন্ট মুখ্য লক্ষ্য আপনার পুঁ থরে কইদেছি বা এই কন্টেন্ট মুখ্য উদ্দেশ্য রয়েছে আপনার জনাই দেওয়া কি আশাকর্মী মান চাকরি করা কোণ কোণ আপন মানে মানে আপন মানকর গোটে ইয়ে রহি आपण मानकर एई क्राइटेरिया रे आपण माने उपलब्ध होउथबा दरकार जदि आशाकर्मी मानकर चाकरी पाया पई चाहुचंती। गोटे मात्र क्राइटेरिया रहिछि, बेसी भी किछि क्राइटेरिया नै, गोटे मात्र क्राइटेरिया एबे नै कि आछंती किए मुख्यमंत्री मोहन चरण माझी। जेहेतु आशाकर्मी मानकर दरमा वृद्धि कराई दिया गला आपण माने जानिथिबे मु केते मात्रा वीडियो मध्य मु एई यूट्यूब चैनल माध्यम रे आपण मानकु जणाई देछि कि आशाकर्मी मानकर दरमा वृद्धि करा गला 8 रु 10,000 भितर एबे आशाकर्मी मानकर दरमा मध्य मिलिया पई जाउछि एवं आशाकर्मी मानकर दरमा जेहेतु वृद्धि करा जायछि सेही हिसाब रे सेही टाइप रो आशाकर्मी मानकु मध्य से नियोजित करिया पई चाहुचंदी कि मुख्यमंत्री मोहन चरण माझी। तेणु किछि क्राइटेरिया रखिचंदी, एई क्राइटेरिया जदि फिलअप होउछंती आशाकर्मी माने ताहाले सेही लोक माने ही आवेदन करि परिबे आशाकर्मी चाकरी पाई। तेणु चलंतु आपण मानकु जणेबा से क्राइटेरिया मुख्य क्राइटेरिया टी कोन रहिछि। आउ 10म पास करूथुबा लोक माने आशाकर्मी होई पारिबे नाही, ए गोटिए क्राइटेरिया रहिछि। मुख्यमंत्री मोहन चरण माझी पूरा क्लियर करिसंती कि जो माने 10म पढ़ी साइला परे जो माने आमर कोन डायरेक्ट 10मा पास हो सारा परे आशाकर्मी मानक पाई बा अंगनबाड़ी चाकरी बा जेकोसी चाकरी हो बा अंगनबाड़ी तो आशाकर्मी माने ए मुख्यतः ए दुईटी चाकरी मध्य अप्लाई करि पारुथुले माने कोन जेतेबेले तांको 18 वर्ष प्लस हो जाउची माने 10मा पाठ पढुचंती बा आउ किछि तापर आउ से पढु नांती, केवल 10मा पास हेइचंती आउ किछि भी से पढी नांती, प्लस 2 पढी नांती कि बीए पढी नांती, तापर आउ किछि भी हेले पढी नांती, केवल 10मा ओनली पास से माने मध्य आशाकर्मी एवं अंगनबाड़ी चाकरी पाई मध्य आवेदन करि पारुथुले एवं सेमानकु मध्य चाकरी मिलुथुला। किंतु सेईटाकू एबे बंद करिसंती श्रीजुक्त मोहन चरण माझी। आपण माने भलो भाबरे जानिथिबे ए अपडेट किछि दिन पूर्वरु होत आसिकी पहुंची जाइतिला, किंतु मु आपण मानकु अपडेट देई पारि नथिनी कारण किछि असुविधा कारणरु मु वीडियो बनै पारु नथिनी एवं आपण मानकु अपडेट देई पार नथिनी। किंतु एई अपडेट मु आपण मानकु एबे जणाई दउची कारण भलो भाबरे किंतु आपण मानकु ए अपडेट जणाई दउची। जहा भी जे भी जहा जणाइछि मोर किछि जाय आस नाही बा आपण माने जे कोनोसी वीडियो माध्यम रे जानिछंती कि कोन जानिछंती मु जानी नहीं, किंतु मु आपण मानकु से समस्त वीडियो ठारू भलो जणाया पई चेष्टा करूछि एवं चेष्टा करूछि एवं करूथुमी मध्य आउ जेते भी सारा मोर वीडियो आसीबो ए चैनल माध्यम रे बा इन्फॉर्मेशन अपडेट आसीबो। किंतु सर्वप्रथम आपण जानि रखंतु आउ 10म चाकरी जदि आपण माने भाबुचंदी मु गोटे आशाकर्मी हेमी कारण ना दरमा वृद्धि करा गला जो माने
ରହିଛନ୍ତି ଦଶମ ପାସ୍ କେବଳ ରହିଛନ୍ତି ବା ରହିଛନ୍ତି ସେମାନେ କ'ଣ ଚାହୁଁଛନ୍ତି ଆଶାକର୍ମୀ କି ଆମେ ଆପ୍ଲାଏ କରିଦେମୁ ଆଉ ଯଦି କିଛି ଚାକିରି କରିମୁନୁ ଘର ପାଖରେ ରହିକି ଆଶାକର୍ମୀ ହେଇଯିବୁ ଆମେ ମାନେ ଆଶାକର୍ମୀ ଜବ୍ କରିମୁ କି କିଛି ଲୋକ ଭାବୁଛନ୍ତି ଅଙ୍ଗନବାଡ଼ି କଥା ଛାଡ଼ି ଦିଅନ୍ତୁ ଅଙ୍ଗନବାଡ଼ି କଥା ମୁଁ ଆପଣମାନଙ୍କୁ ଜଣାଇଥାନ୍ତି କିନ୍ତୁ ନେକ୍ସଟ ଭିଡ଼ିଓରେ ଅଙ୍ଗନବାଡ଼ିଙ୍କର ମଧ୍ୟ କହିମି ତାଙ୍କର ବି ମଧ୍ୟ ଗୋଟେ କ୍ରାଇଟେରିଆ ଆସିଛି କିନ୍ତୁ ଏବେ ଆଶାକର୍ମୀମାନଙ୍କର ଜାଣିଥାନ୍ତୁ ଆଶାକର୍ମୀମାନଙ୍କର ମଧ୍ୟ ଚାକିରି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଆଶାକର୍ମୀମାନଙ୍କର ଚାକିରି ଯଦି ଆପଣମାନେ କରିବା ପାଇଁ ଚାହୁଁଛନ୍ତି ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ଯେଉଁ ଆସିଥିବା ଅପଡେଟ୍ଟି ଏବେ ଆଉ ଦଶମ ପାସ୍ ଲୋକମାନଙ୍କ ପାଇଁ ଆଶାକର୍ମୀ ଜବ୍ ହୋଇପାରିବ ନାହିଁ ବା ସେମାନେ ଆପ୍ଲାଏ କରିପାରିବେ ନାହିଁ ବା ତାଙ୍କୁ ଚାକିରି ମିଳିବ ନାହିଁ ଆଶାକର୍ମୀମାନଙ୍କର କିନ୍ତୁ +2 ପଢ଼ୁଥିବା ଲୋକମାନଙ୍କ ପାଇଁ ଆଶାକର୍ମୀମାନଙ୍କର ଜବ୍ ଆଭେଲେବୁଲ୍ ଅଛି ବା ସେମାନେ ଆବେଦନ କରିପାରିବେ ଯେଉଁମାନେ +2 ପାସ୍ କରିଛନ୍ତି ସେମାନଙ୍କୁ ଆଶାକର୍ମୀମାନଙ୍କର ଜବ୍ ମିଳିଯିବ ଏବଂ ସେମାନେ ମଧ୍ୟ ଆବେଦନ କରିବାର ସୁଯୋଗ ପାଇପାରିବେ ଏବଂ ଚାକିରି ମଧ୍ୟ ପାଇପାରିବେ ଆଶାକର୍ମୀର କାରଣ ନା +2 ଯେହେତୁ ଆପଣମାନେ ଜାଣି ରଖନ୍ତୁ ସେତେବେଳେ 2.5 ରୁ 3 ହଜାର ଭିତରେ ଦରମା ଥିଲା ସେଥିପାଇଁ ସେ ଦଶମ ପାସ୍ ଯେଉଁମାନେ କରୁଥିଲେ ବା ଦଶମ ପାସ୍ ଯେଉଁମାନେ କରି ଆସିଛନ୍ତି ସେଇମାନଙ୍କୁ ସେ ଆଶାକର୍ମୀର ଜବ୍ ବା ଆଶାକର୍ମୀର ଚାକିରିଟାକୁ କ'ଣ ନିୟୋଜିତ କରିଦେଉଥିଲେ କିନ୍ତୁ ଏବେ ଯେହେତୁ ତାଙ୍କମାନଙ୍କର ଦରମା ବୃଦ୍ଧି କରାଯାଇଛି 8 ରୁ 10 ହଜାର ଭିତରେ ଏବେ ଯେହେତୁ ପାଇବା ପାଇଁ ଯାଉଛନ୍ତି ଆଶାକର୍ମୀ ସେଇ ହିସାବରେ ସେ ପୋଷ୍ଟ ବାହାର କରିଛନ୍ତି କି ଯେଉଁମାନେ +2 ପାସ୍ କରିଥିବେ ମିନିମମ୍ +2 ପାସ୍ କରିଥିବା ଦରକାର ସେଇମାନେ ଆଶାକର୍ମୀର ଚାକିରି ପାଇପାରିବେ ବା ଆଶାକର୍ମୀ ଚାକିରି ପାଇବା ପାଇଁ ସେମାନେ ଫର୍ମ ଫିଲ୍ଅପ୍ କରିପାରିବେ ଏହା ଥିଲା ଆଶାକର୍ମୀମାନଙ୍କର ନେଇକି ସମସ୍ତ ଇନଫର୍ମେସନ୍ ସେମାନେ ଯଦି +2 ପାସ୍ କରୁଛନ୍ତି ତାହେଲେ ଆଶାକର୍ମୀର ଚାକିରି ପାଇପାରିବେ ଏହାକୁ ନେଇକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୁଏତ ବହୁତ ଦିନ ହେଲାଣି ଅପଡେଟ୍ ଦେଇଥିଲେ କିନ୍ତୁ ମୁଁ ଅପଡେଟ୍ଟି ଆପଣମାନଙ୍କ ପାଖରେ ଆଣିକି ପହଞ୍ଚାଇ ପାରିନଥିଲି ବା ଏହି ଚ୍ୟାନେଲ ମାଧ୍ୟମରେ ପହଞ୍ଚାଇ ପାରିନଥିଲି ଏତେ ଲେଟ୍ ହେଇଯାଇଥିବାରୁ ମୋତେ କ୍ଷମା କରିଦେବେ କାରଣ କିଛି ଅସୁବିଧା ରହିଯାଇଥିଲା ତେଣୁ ମୁଁ ଆପଣମାନଙ୍କୁ ଜଣାଇ ପାରିନଥିଲି ଭିଡ଼ିଓ ମାଧ୍ୟମରେ ଆଉ ଯେହେତୁ ମୁଁ ଆପଣମାନଙ୍କୁ ସମସ୍ତ ଇନଫର୍ମେସନ୍ ଦେମି ସେ ପୁରୁଣା ଇନଫର୍ମେସନ୍ ହେଇଥାଉ ମଧ୍ୟ ଯଦି ମୁଁ ଜଣାଇନି ମୋ ଭିଡ଼ିଓ ମାଧ୍ୟମରେ କିନ୍ତୁ ଆପଣମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କରିମି ଏବଂ ଯାହା ବି ହେଲେ ତା ଭିତରେ ଭିଡ଼ିଓ ମୋର ଥିବ ମୋ ଚ୍ୟାନେଲ ମାଧ୍ୟମରେ ପୁରୁଣା ଇନଫର୍ମେସନ୍ ହେଲେ ମଧ୍ୟ ଲେଟ୍ରେ ମଧ୍ୟ ମୁଁ ଅପଲୋଡ଼ କଲେ ମଧ୍ୟ କିନ୍ତୁ ମୁଁ ଆପଣମାନଙ୍କୁ ଜଣାଇଥିବି ଯାହା ବି ହେଲେ ଏବଂ ଏହି ପୁରୁଣା ଇନଫର୍ମେସନ୍ଟିକୁ ମୁଁ ଯେହେତୁ କିଛି ଦିନ ପୂର୍ବରୁ ଏଇଟା ଅଳ୍ପ ଦିନ ହେବ ମାତ୍ର ମାସେ ଭିତରେ ହିଁ ହେବ ଏ ଅପଡେଟ୍ ଜଣାଇ ଦିଆଯାଇଛି କି +2 ଯେଉଁମାନେ ପଢ଼ୁଛନ୍ତି ବା +2 ଯେଉଁମାନେ ପାସ୍ କରିଛନ୍ତି ସେମାନଙ୍କୁ ଆଶାକର୍ମୀ ଚାକିରି ମିଳିଯିବ ସେ ସାଇନ୍ସ ହଉ ଆର୍ଟ୍ସ ହଉ କମର୍ସ ହଉ ଯେଉଁଥିରେ ବି ସେ ପାସ୍ କରିଥାନ୍ତୁ ମିନିମମ୍ ସେ BA ପାସ୍ କରିଥିବା ଦରକାର ଆଉ ଦଶମ ପାସ୍ କରିଥିଲେ ଆପଣମାନଙ୍କୁ ଆଶାକର୍ମୀ ଜବ୍ ମିଳିବ ନାହିଁ ଏହା ଥିଲା ସମସ୍ତ ଇନଫର୍ମେସନ୍ ଆଶାକର୍ମୀମାନଙ୍କର ଚାକିରିକୁ ନେଇକି ବା ଆଶାକର୍ମୀମାନଙ୍କର ଚାକିରି ଆବେଦନକୁ ନେଇକି ସମସ୍ତ ଇନଫର୍ମେସନ୍ ଥିଲା ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ ସେୟାର କମେଣ୍ଟ କରିବା ପାଇଁ ଜମା ବି ହେଲେ ଭୁଲିବେ ନାହିଁ ଏବଂ ଆପଣମାନଙ୍କୁ ଏହି ଇନଫର୍ମେସନ୍ଟି ମୋହନ ଚନ୍ଦ୍ର ମାଝୀଙ୍କ ଦ୍ୱାରା ଆସିଥିବା ଅପଡେଟ୍ଟି ଆପଣମାନଙ୍କୁ କେମିତି ଲାଗିଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ ଦେଖା ହେବ ନେକ୍ସଟ ଭିଡ଼ିଓ ସେ ବିଦାୟ ଦିଅନ୍ତୁ ରହିଲି ଜୟ ଜଗନ୍ନାଥ ଜୟ ହିନ୍ଦ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା